ଦାଉଦଙ୍କ ଜୀବନକୁ ଲକ୍ଷ୍ୟ କରିବା। ଦାଉଦ ଜଣେ ମେଷପାଳକ ଥିଲେ। ମେଷପାଳକ ଅବସ୍ଥାରୁ ପ୍ରଭୁ ତାଙ୍କୁ ଇସ୍ରାଏଲର ସିଂହାସନ ମଧ୍ୟକୁ ସେ ନେଲେ। He became the king of Israel. And he would अनेक ଯୁଦ୍ଧରେ ସେ ଇସ୍ରାଏଲକୁ ସେ ଜୟ ପ୍ରଦାନ କଲେ। ଯୀଶୁଖ୍ରୀଷ୍ଟ ମଧ୍ୟ ସେ ଦାଉଦଙ୍କର ବଂଶଜର। He is the କଣ dynasty of David. ତ ଆଜି ଆମମାନେ ମଧ୍ୟ ଆତ୍ମିକ ଭାବରେ ସେଇ କଣ ସେ ଦାଉଦଙ୍କର ସନ୍ତାନ ସନ୍ତତି ଅଛୁ। ଆମ ଜୀବନ ପାଇଁ we need the shepherd ଆଉ ସେ ଯୀଶୁଖ୍ରୀଷ୍ଟଙ୍କର ଆବଶ୍ୟକ ରହିଛି ଯେ କି ଆମ ଆତ୍ମା ପାଇଁ ସେ କାଲକୁଶରେ ଜୀବନ ଦେଇଛନ୍ତି। ହାଲେଲୁୟା। ଆଉ ଅନେକ ସମୟରେ କହେ ଆମମାନେ ମନୁଷ୍ୟମାନଙ୍କୁ ଭୟ କରୁ ଯେଉଁମାନେ କି ଆମମାନଙ୍କ ଶରୀରକୁ କଣ ବଧ କରିବେ, କିନ୍ତୁ ଯେ କି ଆମମାନଙ୍କର ଶରୀର ଏବଂ ଆତ୍ମା ଉଭୟକୁ ନରକରେ ନିକ୍ଷେପ କରି ପାରନ୍ତି ତାଙ୍କୁ ଭୟ କରିବାର ଆବଶ୍ୟକ ଅଛି। ହାଲେଲୁୟା। One who can kill our spirit and our body to hell. ଯେଉଁମାନଙ୍କର ଆତ୍ମା ଏବଂ ଶରୀରକୁ ନରକକୁ ପଠାଇ ପାରନ୍ତି ତାଙ୍କୁ ଭୟ କରିବାର ଆବଶ୍ୟକ ଅଛି। ହାଲେଲୁୟା। ତେଣୁ ଜାଗ୍ରତ ଯେଉଁମାନେ କାହାକୁ ଭୟ କରୁଛୁ to whom we are fearing. ଅନେକ ସମୟରେ ଆମେ କହୁ ଆମମାନଙ୍କ ଦେଶର ଗୋଟେ ସମ୍ବିଧାନ ଅଛି, ଓଡ଼ିଶାର ମଧ୍ୟ ଗୋଟେ ସମ୍ବିଧାନ ରହିଛି। The Bible is the constitution for the Christian people. Hallelujah. এবং এই বাক্য উপরে খ্রিস্ট জীবন আধারিত অটে। আমাদের জন্ম অনেক সময় আমাদের বিবাহ, আমাদের জীবন এবং আমাদের মৃত্যু মধ্যে বাইবেল উপরে আধারিত। বাইবেল ভাষায় আমরা যদি জীবনে we cannot reconcile with Lord Jesus. Difficult struggles like that. আমরা কথা যে আমাদের সাপোর্ট করিব। Hallelujah. So we are accountable to Lord Jesus. Just God આપણે દાઈ હોଛୁ. How we are spending our time. আমাদের সময় আমরা কি প্রকার অতিবাহিত করছি and utilize our energy কোন মানে ইনভেস্ট করছি আমাদের কোন ট্যালেন্টস তাদের নিমন্তে তা গুরুত্বপূর্ণ বিষয়। ସବୁବେଳେ ଯେତେବେଳେ ମାସ ବାହାରକୁ ନେଇ ଘରୁ ସେତେବେଳେ ଗୋଟେ ପଦ ମୋ ମାଇଣ୍ଡକୁ ଆସିଲା, we are in the hand. My times are in your hand. ମୋର ଶ୍ରମ ତୁମର ହସ୍ତରେ ରହିଅଛି। My times are in your hand. ତ ଆଜି ପ୍ରାତଃ ସମୟରେ ଆମମାନଙ୍କର ଶ୍ରମ କାହା ନିକଟରେ ଅଛି? ଈଶ୍ୱରଙ୍କ ନିକଟରେ ଅଛି, ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ। ହାଲେଲୁୟା। ତ ଯଦି ଆମମାନଙ୍କର ଶ୍ରମ ଆମେ ୱେଷ୍ଟ କରୁଛୁ, ଆମେ କହୁନି ଅନେକ ସମୟରେ ଆମେ ଘରେ ବସି ବସି ଟିଭିରେ ଆମେ ଟାଇମ୍ ୱେଷ୍ଟ କରୁଛୁ। ଅନେକ ପ୍ରକାର ସବୁ ପିଲାମାନଙ୍କର କମେଡି ମୁଭିଜ ହିସାବରେ ଆମେ ଟାଇମ୍ ୱେଷ୍ଟ କରୁଛୁ, କିନ୍ତୁ ପ୍ରଭୁଙ୍କ ବାକ୍ୟରେ ଆମେ ସମୟକୁ ଇନଭେଷ୍ଟ କରିବାର ଆବଶ୍ୟକ ରହିଛି। ଫିଲିପି 4:4 ଲେଖା ହେଲା ଦାଉଦ କହୁଛନ୍ତି, ପାଉଲ କହୁଛନ୍ତି rejoice in the Lord always, and I say again rejoice. ପ୍ରଭୁଙ୍କ ଠାରେ ଆମେ ପ୍ରଶଂସା ଧନ୍ୟବାଦ କରିବାର ଆବଶ୍ୟକ ରହିଛି। ଗୀତ ମାଧ୍ୟମରେ ତାଙ୍କର ସ୍ତୁତି ପ୍ରଶଂସା କରିବାର ଆବଶ୍ୟକ ରହିଛି। ମାନେ ଜାଣୁ ଆମମାନଙ୍କ ଦେଶ ରାଜ୍ୟ ଗୋଟେ ଘଡ଼ିସନ୍ଧି ମଧ୍ୟ ଦେଇକି ଗତି କରୁଛି, କେତେବେଳେ ଯେ କଣ ଘଟିବ ତ ଆମେ ଜାଣିନାହୁଁ। ଆମମାନଙ୍କର ମଣ୍ଡଳୀରେ ପିଲାମାନଙ୍କ ପ୍ରତି କଣ ସିଚୁଏସନ ଆସୁଅଛି, ଆମମାନଙ୍କର ଝିଅମାନଙ୍କ ପାଇଁ କଣ ଟେମ୍ପଟେସନ ଆସୁଅଛି, ଆମମାନଙ୍କର ପ୍ରାଚୀନମାନଙ୍କ ପାଇଁ କଣ ଆହ୍ୱାନମୂଳକ ବିଷୟ ଆସୁଅଛି, ମଣ୍ଡଳୀର ନେତାମାନଙ୍କ ମଧ୍ୟରେ କଣ ସବୁ କଣ ଚ୍ୟାଲେଞ୍ଜ ବିଷୟ ଆସୁଅଛି, ତାମାନେ ସେଥିପାଇଁ ନିଜକୁ ପ୍ରିପେୟାର କରିବାର ଆବଶ୍ୟକ ଅଛି। ହାଲେଲୁୟା। ବିତରଙ୍କ ପ୍ରଭୁ କଣ କଲେ? ବିତର ତୁମକୁ ସୈତାନ ଚାଲୁଥିଲେ ଚଲେଇବା ପାଇଁ ଅନୁମତି ପାଇଛି, କିନ୍ତୁ ମୁଁ ଜଗତକୁ ଜୟ କରିଅଛି। You will overtake the world. ଆମକୁ ଏ ଜଗତକୁ ଜିତିବାର ଆବଶ୍ୟକ ଅଛି। ହାଲେଲୁୟା। ତାଙ୍କର ବାକ୍ୟକୁ ମେମୋରାଇଜ କରିବାର ଆବଶ୍ୟକ ରହିଛି, ତାଙ୍କର ବାକ୍ୟକୁ ୟୁଜ କରିବାର ଆବଶ୍ୟକ ରହିଛି। ଯଦି ଆମେ ତାକୁ ବ୍ୟବହାର ନ କରିବା ଆମମାନଙ୍କ ଜୀବନରେ ସୈତାନ ଆମକୁ କଣ ପ୍ରଲୋଭନରେ ଲେଖା ଅଛି, ସେ କବଳ ତୃଣାମ ସ୍ଥାନରେ ମତେ ଶୟନ କରନ୍ତି, ସେ ସ୍ଥିର ଜଳ ପାଖାପାଖି ମତେ ପଡେ। ଆଜି ଆମ ଜୀବନରେ ସେ ପ୍ରକାର ଅନୁଭବ ଅଛି। ଯେତେବେଳେ ଗ୍ରାହମ ଷ୍ଟେନ୍ସ ତାଙ୍କର ପୁତ୍ରକୁ ନେଇକି ମନୋରକୁ ଆସିଲେ, ତାଙ୍କର ମିନିଷ୍ଟ୍ରିକୁ ସାମିଲ କଲେ, ମିଶନ
associate missionary ଅନେକ ପରିଶ୍ରମ ସେ କରିଛନ୍ତି କିନ୍ତୁ ତାଙ୍କୁ କଣ ଜଗତ କଣ ତାଙ୍କୁ କିଛି ନିବର୍ତ୍ତନ କିଛି ନିବର୍ତ୍ତନ ଦିଅs but not included in this world ଏ ଜଗତରେ ତାଙ୍କୁ କୌଣସି କଣ ପ୍ରେସ୍ ମିଳିଲା ନାହିଁ କିନ୍ତୁ ତାଙ୍କ ପାଇଁ ଇଟର୍ନାଲ ଲାଇଫ ଦରକାର ଅଛି ହାଲେଲୁୟା ଆମର ତ ଜୀବନରେ ଆମେ କଣ କାର୍ଯ୍ୟ କରୁଛୁ ତା ଗୁରୁତ୍ୱପୂର୍ଣ୍ଣ ଅଟେ ତା ନିକଟରେ ଈଶ୍ୱରଙ୍କ ନିକଟରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନିକଟରେ ଯଦି ସେ ସ୍ୱର୍ଗ ସାକ୍ଷାତରେ ଆମକୁ ପୁରସ୍କୃତ କରନ୍ତି ତେବେ ଆମ ପାଇଁ ଜୀବନ ମୁକୁଟ ରହିଛି the thrones of life crowns of righteousness ଆମଙ୍କ ପାଇଁ ଅଛି ଯଦି ଆମେ ଏଇ ଜଗତ ମଧ୍ୟରେ ଆମଙ୍କର ସେ ଲୋକମାନଙ୍କର ପୁରସ୍କାର ପାଇଁ ଆମେ ରିଡିମ୍ପସନ୍ କରିବା ଆମଙ୍କ ପାଇଁ କଣ ଅଛି ବିଚାର ଅଛି ଦଣ୍ଡାଜ୍ଞା ଅଛି ହାଲେଲୁୟା ତ ଏହି ସ୍ତରରେ ଆମମାନଙ୍କର ସେ ପ୍ରତିଫଳଙ୍କ ସହିତ ଆମେ କଣ କରନ୍ତି ସେ ଆମକୁ ସହାୟତା କରନ୍ତି ସେ ଆମକୁ ସ୍ଥିର ଜଳ ପାଖାପାଖି ଗଳାଇ ନିଅନ୍ତି ତିନି ପଦ ଲେଖାଗଲା ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି He heals my life ଆଜି ବଡ଼ ବଡ଼ ଡାକ୍ତର ମାନଙ୍କ ବଡ଼ ବଡ଼ ସବୁ ହସ୍ପିଟାଲକୁ ଗଲେ ଅନେକ ପ୍ରକାର ପେସେଣ୍ଟ ମାନଙ୍କ ମାନେ ଦେଖିଥାନ୍ତି ଆପଣମାନେ ସେମାନଙ୍କ ପାଇଁ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି Lord, you touch them. Lord, you heal them. ଯେତେବେଳେ ଜଣେ ମୁଁ ହସ୍ପିଟାଲକୁ ଯାଏ ହସ୍ପିଟାଲକୁ ମୋ ପାଇଁ ପ୍ରଭୁଙ୍କ ସେବା କାର୍ଯ୍ୟ କରିଛନ୍ତି ମୋ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବି ସେମାନେ ଟାଇମ୍ ଦିଅନ୍ତି ମୋ ରୋଗୀମାନଙ୍କ ପାଇଁ ପ୍ରାର୍ଥନା ଯେକୌଣସି ବେଡ୍ରେ ସେ ପଡ଼ନ୍ତୁ ନା କାହିଁକି I attended the patients and prayed for them because of God for their healing. ସେମାନଙ୍କର ସୁସ୍ଥତା ପାଇଁ ପଛ ଅଛି ଭାରତକୁ ଯାଏ ଆକ୍ସିଡେଣ୍ଟରେ ପଡ଼ିଲେ ମଧ୍ୟ ମୁଁ ଯାଏ ତେଣୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ଆମେ ଆମମାନଙ୍କର ସେ ପ୍ରଭୁଙ୍କ ନିକଟକୁ ଲୋକମାନ ସେମାନଙ୍କ ମାନେ ଈଶ୍ୱରଙ୍କ ନିକଟକୁ ଆଣିବୁ ଆମେ ସେମାନେ ପ୍ରଭୁଙ୍କର ସେଇ ସ୍ପଷ୍ଟତାକୁ ଅନୁଭବ କରିବେ ଆଉ ସେମାନେ ସାକ୍ଷ୍ୟ ଦେବେ ଯୀଶୁ ସେମାନଙ୍କୁ ସୁସ୍ଥ କରିଛି ତାକୁ କୁହାଯାଏ work of Lord Jesus in the life. Hallelujah. ଯଦି ସେ ପ୍ରକାର କାର୍ଯ୍ୟ ଆମେ ସେମାନଙ୍କ ଜୀବନରେ କରୁଛୁ ତେବେ ପ୍ରଭୁ ଆମ ଜୀବନରେ ସେ Hallelujah. ଲେଖାଛି ସେ ଆପଣ ନାମ ସକାଶୁ ଧର୍ମ ପଛରେ ମୋତେ ପଢ଼ାଏ because of his name say he leads me through righteousness. Hallelujah. ଆମମାନଙ୍କ ଜୀବନ ପାଇଁ ଜଣେ people advocate for our separation. A righteous advocate for our spiritual life. His name is Jesus. Hallelujah. যদি তাকে আমাদের বাদ দেব তবে আমাদের জীবন ପାଇଁ দোষ দণ্ড রয়েছে বিচার রয়েছে judgment for us without Jesus. আছি আমাদের কি প্রকার ভাবে আমাদের জীবনକୁ ଆମେ କଟାଉଛୁ ଯୀଶୁ ଖ୍ରୀଷ୍ଟଙ୍କୁ ବାଦ ଦେଲେ আমাদের জীবন କିଛି ନୁହଁ আমার পাখে অর্থ থাকবে আমার পাখে লোকপ্রিয়তা থাকবে এভরিথিং কি বল সোসাইটি কিন্তু যিশু খ্রিস্টের আমাদের জীবন চালিয়ে অনেক সময় তার ঘরে থাকবে আমার কারণ কଣ হব শেষ নিঃশ্বাস ত্যাগ ହେଇଯିବ ତାହେଲେ ମୋ ପାଖରେ ଭଲ ଏଜୁକେସନ ଥିବ ପାଖରେ ଭଲ ପାୱାର ଥିବ ଅର୍ଥ ଥିବ ବ୍ୟାଙ୍କ ବାଲାନ୍ସ ଥିବ there is no Jesus in my life hallelujah ଲେଖାଛି ଧର୍ମ ପଛରେ ମୋତେ ସେ ପଠାଇଛନ୍ତି ଜାଣିପଛେ ଏଣେ ମୁଁ ମୃତ୍ୟୁ ଇଚ୍ଛା ଉପତ୍ୟକାଟି ଗମନ କଲେ କୌଣସି ଆପଦକୁ ଭୟ କରିବି ନାହିଁ even though I walk through the valley of shadow of death I shall fear no evil ଶୈତାନ କାର୍ଯ୍ୟ ହେଉଛି ସେ କଣ କରିବ ଚୋରି କରିବ ସେ ବଧ କରିବ ଏବଂ ସେ ବିନାଶ କରିବ you steal you kill and you destroy. କାରଣ ଆମମାନଙ୍କର ଶରୀର କିନ୍ତୁ ସେଠି ତ ଜୀବନ ଆଚ୍ଛା ଆମର ତ ଜୀବନରେ ଆମେ କେବେ ଅନୁଭବ କରୁଛୁ ଯେ ଯୀଶୁ ଖ୍ରୀଷ୍ଟ ମୋ ପାଇଁ ମୋ ସ୍ଥାନରେ ସେ ନିଜ ଜୀବନ ସେ ଦେଇଛନ୍ତି Hallelujah. We should realize that Jesus died for my shame. Personally, ବ୍ୟକ୍ତିଗତ ଭାବରେ ମୋ ପାପ ପାଇଁ ଯୀଶୁ ଖ୍ରୀଷ୍ଟ ଜୀବନ ଦେଇଛନ୍ତି personal encounter with Lord Jesus
কীর্তনটা পেতে বড় বিপ্রকল্পে সম্পর্ক রয়েছে না যে we cannot defeat this world এই জগৎকে আমরা ডিফিট করে পারিব না we cannot get eternal life অনন্ত জীবন আমাদের করা এই জগতের মৃত্যু পরে ওটা অনন্ত জীবন হতে রয়েছে আছে বাইবেল অফ পরে ভাব অনেক পয়েন্টে বলতে তাহলে এটা একটা গুরুত্বপূর্ণ বিষয় এটা একটা সিরিয়াস থিং যে মানে যীশুখ্রিস্টଙ୍କ ସହିତ ଆମମାନଙ୍କର ସମ୍ପର୍କ କି ପ୍ରକାର ରହିଛି କଣ ଇଜ ରିଲେସନସିପ with Lord Jesus ଓ ବିଲିଭର୍ସ ତାପରେ ସେ ମୃତ୍ୟୁକୁ ଭୟ କରିବି ନାହିଁ ତୁମେ ମୋର ସହପାଠୀ ତୁମର ବଞ୍ଚନ ତୁମର ବାଣୀ ମୋତେ ସାନ୍ତ୍ୱନା ଦିଅନ୍ତି ଦେଖୁଛୁ sometimes God guides us through tribulation ଆମ ଜୀବନରେ ପରୀକ୍ଷା persecutions Connect with our condition go ahead. Persecution is the path of Christian life. इधर मैं कहूँ जी प्रभु बहुत important की चीज ताड़ना नहीं बहुत important की चीज समस्या नहीं ते we are not called a Christian हमने Christian Christ was a Christian जहाँ जीवन में संत Christian में कौन थे इधर हमारे जीवन में Christian ना थे then we are dead maybe in a society আজি বড় বড় রাষ্ট্রত্রিক সହିତ আমাଙ୍କ ସମ୍ପର୍କ ଥାଇପାରେ ଗୋଟେ ବଡ ବଡ ଲୋକମାନଙ୍କ ସହିତ ଆମେ ତାଙ୍କୁ ରିସିଭ କରୁ କିନ୍ତୁ ଯୀଶୁଖ୍ରୀଷ୍ଟ ଆମର କିଛି କରିନାହାନ୍ତି ତେବେ ଆମଙ୍କର ଆତ୍ମା ମୃତ ଅଟେ ଆଉ our spirit is dead ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ କରିଛି ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମ ଜୀବନର ପ୍ରତିପାଳକ ରୂପେ ଗ୍ରହଣ କରିବା ସେଥିପାଇଁ persecution ଆସିବ ପାଚନ ଆସିବ ବାଢି ଆସିବ he will comfort us ଜାଣନ୍ତି ଯେ ଆମେ କେତେ ପରିମାଣରେ ଦୁଃଖ ଭୋଗ ସହ୍ୟ କରିପାରିବୁ God knows ମୁଁ କେତେ କଷ୍ଟ ସହିବି କେତେ ଭୋଗ ସହିପାରିବି କେତେ ପରୀକ୍ଷା ପ୍ରଲୋଭନ ଟେମ୍ପଟେସନକୁ ସହ୍ୟ କରିପାରିବି Praise the Lord He knows God knows ତାଠୁ ଅଧିକ ସେ ଆମକୁ ପରୀକ୍ଷା ପ୍ରଲୋଭନରେ ପଡ଼ିବାକୁ ଦେବେ ନାହିଁ He comforts us ସେ ସାନ୍ତ୍ୱନା ଦିଅନ୍ତି ଯେତେବେଳେ ମୋର ବାପା ରୋଡ ଆକ୍ସିଡେଣ୍ଟରେ ଚାଲିଗଲେ ସେତେବେଳେ ମତେ କ୍ୟାପିଟାଲ ହସ୍ପିଟାଲର ପୋଷ୍ଟମର୍ଟମ ୟାର୍ଡରେ ଯେତେବେଳେ ମତେ ପଚରାଗଲା ଏଇ କଥା ବାପା ସେତେବେଳେ ମୋ ଲାଇଫରେ କୌଣସି ମୃତ ବ୍ୟକ୍ତିକୁ ପଛରେ ଦେଖିନଥିଲି I never seen a dead body in my life ବେଳକୁ ମୁଁ ମାଇଣ୍ଡ କରୁଛି ବାପାଙ୍କର ଡେଡ୍ ବଡି ଯେତେବେଳେ ସେ ପୋଷ୍ଟମର୍ଟମ ୟାର୍ଡରେ ପଡ଼ିଥିଲା ପ୍ରଥମେ ମୋ ଝିଅକୁ ଦେଖିଲି ମୋ ଝିଅ 19 ଦିନ ହେଇଥିଲା ତାପରେ ମତେ କହିଲେ ଏ ସାଇକେଲ ଦସ୍ତଖତ କରିବେ ତମ ବାପା ଆମମାନଙ୍କର ଫିନାନ୍ସ ଚର୍ଚ୍ଚରେ ହିନ୍ଦୁ ଭାଇ ଥିଲେ ମତେ କହିଲେ ତମ ବାପା କହିଲେ ବାପା ଦସ୍ତଖତ କର ଦସ୍ତଖତ କଲେ ପୋଷ୍ଟମର୍ଟମ କର ତାପରେ ତାଙ୍କୁ ଗଭର୍ଣ୍ଣିଂ ବକ୍ସ ଦିଆହବ କାରଣ ପୋଲିସ କେସ୍ ହେଇଗଲା ମୁଁ କଣ କହୁଛି ମୋ ଝିଅ ସକାଶେ ବଞ୍ଚିଗଲି ଯଦି ମୋ ଝିଅ ନଥାନ୍ତା ତାହେଲେ ସେ ସ୍ପଟରେ ମୁଁ ମରିଯାଇଥିଲି ସେଟା ଗୋଟେ ଗଲା ମା ମତେ ଗୋଟେ ଜଟରେ ଗଲେ ଆଉ ଭାଗ୍ୟ ଦୁଃଖ ଲାଗୁଛି ସେ ଡେଟ୍ ସେ ବଡିରେ ସେ ଶୋଇଛନ୍ତି ଡେଟ୍ ମାନେ ସେ ଖଟରେ ଶୋଇଛନ୍ତି ମାଙ୍କ ସାମ୍ନାରେ ମୁଁ ଇଂଲିଶରେ ସେ ଗୋଟେ ଯିଏ ଦଶ ଅପରେସନ ବାଇ ଭାଇଟି ଆଣିଥିଲେ ମୋର ରବି 10 ପର୍ବ 10 ପର୍ବ ପର୍ଯ୍ୟନ୍ତ କହୁଛନ୍ତି ମମିକୁ ମାଙ୍କ ଆଖି ଦେଖାଯାଉଥିଲା ସେଠୁ ମୁଁ କହିଲି ମା ତମେ ମୋ ବାକ୍ୟ ଶୁଣିବ ଆଉ ତାପରେ ମୁଁ କହିଲି ମୋ ବାକ୍ୟ ଶୁଣିବ ପ୍ରଭୁଙ୍କ ଇଚ୍ଛା ତୁମ ଜୀବନ ସଫଳ ହେବ ଇଂଲିଶରେ ମୁଁ ତୁମକୁ କହୁଥିଲି ଯେତେବେଳେ ଭର୍ସ 9 ମୁଁ ଟଚ୍ କଲି ସେତେବେଳେ ସେ ପ୍ରଭୁଙ୍କ ଗୋଡ଼ରେ ସେ ଚାଲିଥିଲା The God has been planned purpose in our life. ଜାଣନ୍ତି ଆମମାନେ କେତେ ପରିମାଣରେ ଦୁଃଖ ସହ୍ୟ କରିପାରିବେ ଆମ ଫ୍ୟାମିଲି ମେମ୍ବର୍ସ ଅନ୍ୟମାନଙ୍କ କଥା ମୁଁ ଜାଣିନି କାରଣ ସେମାନଙ୍କର କଣ ଫିଜିକାଲ ସେମାନଙ୍କର ଶାରୀରିକ ସମସ୍ତ ନିଡ୍ ସମସ୍ତ ବିଷୟ ପ୍ରଭୁ ଯୀଶୁ ଜାଣନ୍ତି ଇମୋସନ୍ ଏଭରିଥିଙ୍ଗ but we are all human beings ଆମମାନେ ମନୁଷ୍ୟ ଅଟୁ ଅନେକ ସମୟରେ ଆମମାନେ ସିଚୁଏସନ ଏ ପ୍ରକାର ଫେସ୍ କରିବୁ ତାହା ପ୍ରଭୁ ଜାଣନ୍ତି ହାଲେଲୁୟା ସେଥିପାଇଁ ଗୋଟେ ଗୀତରେ ଗୀତ ଅଛି कौन जैसे मासा संभालती है वैसे
ସମ୍ଭାଳିବା। ହାଲେଲୁୟା। ଜାଣିଛନ୍ତି କି ତ ଗୋଟେ ବ୍ୟାଙ୍କ ବୋଲିକି ତାପରେ ଆଉ ଟିକେ ଏକ୍ସେସ କର। जिसे माता संभालती है वैसे यीशु संभालेगा। जिसे माता संभालती है वैसे यीशु संभालेगा। हालेलुया 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 हालेलुया। मेरे कारण घायल हुआ, मेरे पापों को उछालिया। मेरे कारण घायल हुआ, मेरे पापों को उछालिया। जिसकी माता संभालती है वैसे यीशु संभालेगा। जिसकी माता संभालती है वैसे यीशु संभालेगा। हालेलुया 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 हालेलुया। कभी भी ना छोड़ेगा, कभी भी ना त्यागेगा, कभी भी ना छोड़ेगा, कभी भी ना त्यागेगा। जिसे माता संभालती है वैसे यीशु संभालेगा। जिसे माता संभालती है वैसे यीशु संभालेगा। हालेलुया 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 हालेलुया। Adita Patrices, the little Pita, days of our mind which to be for something like secretary also can major Sojavach. You keep it copy before my enemies. What is my enemy trouble? Who is our enemies? The Jesucristo, thank for the others and system of the second. The sense which John is still, thank you something was there is a matter of John is here. Jesus ଯେତେବେଳେ ସୈତାନ ତାଙ୍କ ହୃଦୟ ମଧ୍ୟରେ ପ୍ରବେଶ କଲା, ପ୍ରଭୁ ସମାଳି ସେ ଉଠିଗଲେ ଏବଂ ସେ ବାହାରକୁ ଚାଲିଗଲେ ଏବଂ ସେ ଯୀଶୁଖ୍ରୀଷ୍ଟଙ୍କୁ ଚୁମ୍ବନ ଦେବା ସମୟରେ ଶତ୍ରୁ ସତରେ ସେ କଣ କଲେ? He arrested on Jesus, the garden of Gethsemane, during the time of prayer. ପ୍ରାର୍ଥନାରେ ସେ ଜାଗି ରହିଥିବା ସମୟରେ ଜଣେ ଶିଷ୍ୟ ଆସିକି ତାଙ୍କୁ ତ ଆମ ଜୀବନର ଶତ୍ରୁଙ୍କ ମାନଙ୍କ ସମ୍ମୁଖରେ କହୁଛନ୍ତି ଯେ ସେ ଗୋଟେ ନେଚର ସଜାଉଛି। ଅନେକ ସମୟରେ ଭାବୁଛି ମୋ ଜୀବନର ଶତ୍ରୁ କିଏ ମୁଁ ଜାଣିଥିବି। many enemies. ଯେତେବେଳେ ବିଶେଷ କରି ଛଅ ପର୍ବ 1:15 ଲେଖା ଅଛି, we're fighting against the powers of darkness. ଏକ ଅନ୍ଧକାର ଶକ୍ତି ସହିତ ଆମେ ଯୁଦ୍ଧ କରୁଅଛୁ ଏବଂ ସେ ଅନ୍ଧକାର ଶକ୍ତିକୁ ପରାଜିତ କରିବା ପାଇଁ ହେଲେ ବିଶ୍ୱଦତ୍ତ ସମସ୍ତ ଶଯ୍ୟା ଆମକୁ ପରିଧାନ କରିବାକୁ ପଡ଼ିବ। The garments of righteousness, ଆତ୍ମିକ ବସ୍ତ୍ରକୁ ଆମେ ପରିଧାନ କରିବାର ଆବଶ୍ୟକ ରହିଛି।